Welcome back students once again to my channel ପିଲାମାନେ ପୁଣି ଥରେ ମୋ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ ଅନୁବାଦ ତୁମମାନେ ଜାଣିଛ ବହୁତ ଇମ୍ପୋର୍ଟାଣ୍ଟ ଅଟେ ଆଉ ଏହା ଦ୍ୱାରା ତୁମମାନେ ଜାଣିଛ ମାନେ ଆପ୍ଲିକେସନ୍ ଏସେ ରିପୋର୍ଟ ରାଇଟିଂ ବା ଇଂଲିଶ ସ୍ପିକିଂ ସବୁ କିଛି କରିପାରିବ। କ୍ଲାସ୍ 10 ବୋର୍ଡ଼ ପରୀକ୍ଷା 9, 8 ଏବଂ +2 ଏଥିରେ ମଧ୍ୟ ଟ୍ରାନ୍ସଲେସନ୍ ଆସୁଛି। ତ ଆଜିର ଟ୍ରାନ୍ସଲେସନ୍ ଛୁଆମାନେ ବହୁତ ଇମ୍ପୋର୍ଟାଣ୍ଟ ସେଣ୍ଟେନ୍ସ ରହିଛି। ଏହା ଗୋଟେ ପ୍ୟାସେଜ୍ ଦେଖିପାରୁଛ ଏଇଗା ସେଣ୍ଟେନ୍ସ ରହିଛି ଛୁଆମାନେ। ଆଉ ଯେଉଁ ପିଲାମାନେ ସେଣ୍ଟେନ୍ସ ତିଆରି କରିପାରୁନ ଆଉ 10 ଜାଣିନ ତାଙ୍କ ପାଇଁ ପିଲାମାନେ ଏହା ଉଦ୍ଦିଷ୍ଟ ଅଟେ। ଆଉ ଯେଉଁମାନେ ଜାଣିଛ ତାହା ତ ବଢ଼ିଆ କଥା ପିଲାମାନେ। ଇଏ ହେଲା ଟୋଟାଲ୍ ସେଣ୍ଟେନ୍ସ ଛୁଆମାନେ ଦେଖିପାରୁଛ। କ'ଣ କରିବା ପ୍ରଥମେ ଆମେ ବାସ୍ ଏ ବାକ୍ୟ ଗୁଡ଼ାକ ଭଲ ଭାବରେ ପଢ଼ିଦେବା। ପଢ଼ି ସାରିବା ପରେ ଛୁଆମାନେ ଯଦି ଟେନ୍ସ ଜାଣିନାହ ତାହେଲେ ବାସ୍ ଏମାନଙ୍କ ମଧ୍ୟରୁ ତୁମକୁ ସିଲେକ୍ଟ କରିବାକୁ ହେବ। ଯଦି ଜାଣିନାହ ଏତିକି ତ ଆରାମସେ ଛୁଆମାନେ ମନେ ରଖିପାରିବ। ଅନେକ ପିଲା ଶିଖିଛନ୍ତି, ଆଶା କରେ ଯେଉଁମାନେ 10 ଜାଣିନ ସେମାନେ ବି ସେଣ୍ଟେନ୍ସ ବନେଇ ପାରିବ। ୱାନ୍ ସର୍ଟ ଭିଡ଼ିଓ ଅଛି ଛୁଆମାନେ, ଗୋଟିଏ ଭିଡ଼ିଓରେ ହିଁ ସବୁ କନସେପ୍ଟ କ୍ଲିୟର ହେବ। ବାକି ଏଇ ଫର୍ମୁଲା ଆକାର ତାପରେ କରିବା। ଏମାନଙ୍କ ମଧ୍ୟରୁ ଗୋଟେ ସେଣ୍ଟେନ୍ସ ପଢ଼ିବାର ଅଛି, ଏମାନଙ୍କ ମଧ୍ୟରୁ ଗୋଟେ ସାଇଡ଼୍ କରିବି, ଏ ଫର୍ମୁଲା ଆକାରରେ ଏ ବାକ୍ୟ ଗଠନ କରିକି ଦେଖେଇବି। ବର୍ତ୍ତମାନ ସୁଦ୍ଧା ପିଲାମାନେ 253 or 4 I think ସେଣ୍ଟେନ୍ସ ଭିଡ଼ିଓ ପ୍ଲେଲିଷ୍ଟ ଆସିସାରିଛି। ଏବେ ସେଣ୍ଟେନ୍ସ ବନେଇବା ଛୁଆମାନେ। ଆଜିକାଲି ଆଉ ଘର ଚଟିଆ ଚଢ଼େଇ ଆଉ ଦେଖାଯାଉନାହାନ୍ତି। ଏହାର ବହୁବିଧ କାରଣ ରହିଛି। ଖାଦ୍ୟ ବାସଗୃହର ଅଭାବରେ ଲେଖାଯାଇଛି ଛୁଆମାନେ। ପରିବେଶ ପରିବର୍ତ୍ତନ ପ୍ରମୁଖ କାରଣ। ସେମାନେ ଛୋଟ ଛୋଟ ପୋକ ଓ କ୍ଷୁଦ୍ର ଉପରେ ନିର୍ଭରଶୀଳ। ଉଚ୍ଚ କୀଟନାଶକର ବ୍ୟବହାର ଓ ଖାଦ୍ୟ ଶସ୍ୟର ସଠିକ୍ ପ୍ୟାକେଜିଂ ତାଙ୍କ ଖାଦ୍ୟ ସଙ୍କଟର କାରଣ। ସେପଟେ ଦେଖାଯାଉଛି ଛୁଆମାନେ ଖାଦ୍ୟ ସଙ୍କଟର କାରଣ ହେଲେ ଛୁଆମାନେ ଏନେ ବାକ୍ୟ ଗୁଡ଼ାକ ପଢ଼ିବା ଭଲ ଭାବରେ। ଏବେ କଥା ହେଲା ଏହାକୁ କେମିତି ବନେଇବା ଛୁଆମାନେ। ଯେମିତି ପିଲାମାନେ ମୁଁ କହିଛି, ସେଣ୍ଟେନ୍ସ ଯେତେ ବି ବଡ଼ ହୋଇଥାଉ, ଯେତେବେଳେ କୌଣସି ପିଲା ଗୋଟିଏ ବାକ୍ୟକୁ ଦେଖେ ପ୍ରଥମ କଥା କ'ଣ ଛୁଆମାନେ ଡରିଯାଆନ୍ତି ପିଲାମାନେ। ସେଣ୍ଟେନ୍ସକୁ ଦେଖିଲା ପରେ ଲାଗିବ ସାର୍ ବହୁତ ବଡ଼ ବାକ୍ୟ, ଏହା ତ ମୋ ଦ୍ୱାରା ହେବ ନାହିଁ। ମୁଁ କହିଥିଲି ଛୁଆମାନେ ଇଏ ୱାନ୍ ସର୍ଟ ଭିଡ଼ିଓ ଅଟେ, ଗୋଟିଏ ଭିଡ଼ିଓରେ ହିଁ ତୁମେ କ୍ଲିୟର ହେଇଯିବ କର୍ତ୍ତା, କ୍ରିୟା, ସାହାଯ୍ୟକାରୀ କ୍ରିୟା ଆଉ ଟେନ୍ସ ନ ଜାଣିଲେ ମଧ୍ୟ। ଠିକ୍ ଅଛି ଛୁଆମାନେ, ମୁଁ ବାକ୍ୟ କହିଦିଅ। ଆଜିକାଲି ଆଉ ଘର ଚଟିଆ ଚଢ଼େଇ ଆଉ ଦେଖାଯାଉନାହାନ୍ତି। ଇଏ ହେଲା ସେ ବାକ୍ୟ। ପିଲାମାନେ କ'ଣ କର, ଠିକ୍ ବାକ୍ୟର ଶେଷ ଭାଗକୁ ଚାଲି ଆସ। ଇଏ ହେଲା ଫୁଲଟପ୍ ଅଛି। ଏହାର ଅର୍ଥ ଏହା ହେଲା ସେଣ୍ଟେନ୍ସ କର୍ତ୍ତାରେ ଆରମ୍ଭ ହେବ ଛୁଆମାନେ। ହେଲା କର୍ତ୍ତା ଦ୍ୱାରା ଆରମ୍ଭ ହେବ। ହେଲେ ଛୁଆମାନେ ଚଲ ତାପରେ ଟିକେ ବାଟ ଦେଖିଦେବ ଛୁଆମାନେ। ଇଏ ନାହିଁ ତା ତୁମେ ଏଠାରେ ଟେନ୍ସ ତୁମେ ଜାଣିପାରିବ ନାହିଁ। ନା କି ଇଏ କ୍ରିୟା ଅଟେ, ଇଏ ଗୋଟେ ଆଡ଼ଭାର୍ବ ଅଟେ ଛୁଆମାନେ। ଆଡ଼ଭାର୍ବ ଇଏ ସାହାଯ୍ୟକାରୀ କ୍ରିୟା ପରେ ଆସେ ନର୍ମାଲି, ନା ତେଣୁ ଏଥିରେ କିଛି ଜାଣିପାରିବ ନାହିଁ। ତାପରେ ଦେଖ ଦେଖାଯାଉ ନାହିଁଟା ଉଠେଇଦେବ ହେଲେ କ'ଣ ଦେଖାଯାଉଛି। ଭଲ ଭାବରେ ପିଲାମାନେ ଶୁଣ। ଇଏ ହେଲା ତୁମର କ୍ରିୟା ଦେଖାଯାଉଛି। ମୁଁ ଏହାକୁ ଆଣ୍ଡରଲାଇନ୍ କରିଦିଏ ନାହିଁ। ଇଏ ହେଲା ତୁମର କ୍ରିୟା ଦେଖାଯାଉଛି ଚାହିଁ, ରାଇଟ୍। ନାଇଁଟା ଉଠେଇଦେବ ହେଲା ଛୁଆମାନେ। ଚଲ ବୁଝ ଭଲ ଭାବରେ ମୁଁ କ'ଣ କହୁଛି। ଦେଖାଯାଉ ନାହିଁକୁ ଲେଖିବା ହେଲା ଦେଖାଯାଉଛି ରେ। ନାଇଁଟା ଉଠେଇଦେବା ହେଲା ଦେଖାଯାଉଛି। ଖେଳା ଛୁଆମାନେ ଇଏ ହେଲା ତାହେଲେ କ୍ରିୟା ବାସ୍ତବରେ। ଏବେ ଦେଖ ଦେଖାଯାଉଛି, ମନେକର ଦେଖୁଛି ନାହିଁ, ଦେଖାଯାଉଛି।
যদি এইভাবে বাক্য আসে মানে তুমি জানিছ ইয়ে পাসিভ মিনিং করছে কোণ মানে পাসিভ পাসিভ ହେଲା ନା କର୍ମବାଚକ ହେଲେ ମୋ ପାଖରେ ମାନେ ଗୋଟିଏ ପ୍ରଣାଳୀ ବି ପାସିଭ ହବ ହେଲା ମାନେ ଆଉ ତୁମେ ପୃଥିବୀର ଯେଉଁ ସାରଙ୍କ ପାଖରେ ପଢ଼ ଆଉ ଯେଉଁଠି ବି ପଢ଼ ଆଉ ତୁମ ବହିରେ ବି ଅଛି ଅନେକ ଗୁଡ଼ା ପାସିଭର ପ୍ରମାଣ ରହିଛି ମୋ ପାଖରେ ଗୋଟିଏ ପ୍ରମାଣରେ ପାସିଭ କରିଛ ଏନିୱେ ୟାକୁ ଇଜିଲି କେମିତି କରିବା ବୁଝ ଭଲ ଅଛ ମାନେ କାହିଁ କେଉଁଠି ତୁମକୁ ମିଳିବ ନାହିଁ ପ୍ରଥମ ତ ଦେଖାଯାଉ ନାହିଁ ହସ ଆସୁଛି ମାନେ ମୁଁ ଜାଣିପାରିଲି ଇଏ ପ୍ରୋଗ୍ରେସିଭ ଯେଉଁମାନେ ଟେନ୍ସ ଜାଣିଛ ରାଇଟ୍ ଯେଉଁମାନେ ଟେନ୍ସ ଜାଣିଛ ବୁଝିଲା ମାନେ ଯେଉଁମାନେ ଟେନ୍ସ ଜାଣିଛ ଆଚ୍ଛା ଯେଉଁମାନେ ଟେନ୍ସ ଜାଣିନାହ ଯେଉଁମାନେ ଟେନ୍ସ ଜାଣିନାହ ସେମାନଙ୍କ ପାଇଁ କହିଦେଇଛ ମାନେ ଇଏ କାମକୁ ଦେଖାଯାଉ ନାହିଁ ଯେଉଁଠି ଦେଖାଯାଉଛି ତାହେଲେ ଦେଖାଯିବା କାମ କଣ୍ଟିନ୍ୟୁ ରହିଛି ନା ଦେଖାଯିବା କାମ କ'ଣ କଣ୍ଟିନ୍ୟୁ ରହୁଛି ଭଲ ଭାବରେ ବୁଝୁଛ ମାନେ ଯଦି କଥା ଏହା ଆସୁଛି ଦେଖାଯାଉ ନା ଏଇଟା ଯଦି ଆମେ କାଟିଦେବା ତାହେଲେ ଦେଖାଯାଉଛି ରାଇଟ୍ ତାହେଲେ ଦେଖାଯିବା କାମ କଣ୍ଟିନ୍ୟୁ ରହୁଛି ଛୁଆମାନେ ରାଇଟ୍ କାମ କଣ୍ଟିନ୍ୟୁ ହେଲେ କ'ଣ ହେବ ଛୁଆମାନେ ମୁଁ କହିଥିଲି ଏଠାରେ ଛୁଆ ଦେଖ ଲେଖୁଛି ମୁଁ କାମ କଣ୍ଟିନ୍ୟୁ ହେଲେ ବି ବିହାଇଞ୍ଜି ইয়ার অর্থ ଏହା ବି ବିହାଇଞ୍ଜିରେ ଯିବ ହେଲା ନା ଯେବେ ଟେନ୍ସ ଜାଣିନ ଆଉ ଜାଣିଛ ଯେଉଁମାନେ ପ୍ରୋଗ୍ରେସିଭ୍ ଲେଖିପାରିବ ପ୍ରେଜେଣ୍ଟର ରାଇଟ୍ ଛୁଆମାନେ ଚାଲ ତାହେଲେ କ୍ରିୟା ହେଲା ଇଏ କର୍ତ୍ତା ବି ଟିକେ ଇଆର ବାହାର କରିଦେବା ଦେଖାଯାଉ ନାହିଁ ଉତ୍ତର କିଏ ଦେଖାଯାଉ ନାହିଁ ଯଦି ଏମିତି କହିବା ତାହେଲେ ଉତ୍ତର ଆସିବ କ'ଣ ଘର ଚଟିଆ ଇଏ ହେବ ତୁମର ଘର ଚଟିଆ ଚଢ଼େଇ ଇଏ ହେବ ତୁମର କର୍ତ୍ତା ହେଲା ନା ୟାକୁ ବି ମୁଁ ଛୁଆମାନେ ଅଣ୍ଡରଲାଇନ୍ କରିଦିଏ ଇଏ ହେଲା କର୍ତ୍ତା ଆଉ ଇଏ ଥିଲା ତୁମର କ୍ରିୟା ହେଲା ଛୁଆମାନେ ଦେଖା ରାଇଟ୍ ଛୁଆମାନେ ଏତିକି ତଥ୍ୟ ମାନେ କର୍ତ୍ତା କ୍ରିୟା ଡିସାଇଡ଼୍ କରିଦେଲି ଏବେ ଟେନ୍ସ ବି ଡିସାଇଡ଼୍ କରିଦେଲି କ'ଣ ହେବ ଯେମାନେ ଜାଣିନ ପ୍ରୋଗ୍ରେସିଭ୍ ହେଉଥିଲା ଇଏ ହେଉଥିଲା ତୁମର ବି ବିହାଇଞ୍ଜି ରାଇଟ୍ ଛୁଆମାନେ ଚାଲ ଯେମାନେ ଟେନ୍ସ ଜାଣିନ ବାକ୍ୟ ଟିକେ କେମିତି ବନେଇବା ମୁଁ କହିଦିଏ ଛୁଆମାନେ ଟେନ୍ସରୁ ମୁଁ କ'ଣ ନେବି ବି ନେବି ବି ବିହାଇଞ୍ଜି କହିଲେ ନା ଛୁଆମାନେ ବି ନେବି ହେଲା ଇଏ ଦେଖ ବି ବିହାଇଞ୍ଜି ମୁଁ ଲେଖିଛି ଏଠାରେ ହେଲା ନା ଆଉ କ'ଣ ନେବି ମୁଁ ଆଉ ପାସିଭ୍ରୁ ନେବି ମୁଁ ଭିତରେ ହେଲା ମୁଁ ଏଠାରେ ଲେଖିଦିଏ ଆଉ ବାକ୍ୟଟି ବନାଏ ଆଜିକାଲି ନାଁ ଗୋଟେ ହେଲା ବାକ୍ୟଟି ଉପରେ ଲେଖିଦିଏ ହେଲା ଛୁଆମାନେ ଚାଲ ପିଲାମାନେ ଇଏ ହେଲା ସେ ସେଣ୍ଟେନ୍ସ ଏବେ ଏହାକୁ କେମିତି ବନେଇଲେ ଛୁଆମାନେ ମୁଁ ଗୋଟେ ଗୋଟେ ୱାର୍ଡ଼ ପିଲାମାନେ ତୁମକୁ ବୁଝେଇଦେବି ଦେଖ ଛୁଆମାନେ କେମିତି ଏ ସେଣ୍ଟେନ୍ସ ମୁଁ ବନେଇଲି ପ୍ରଥମ କ'ଣ ହେବ ଛୁଆମାନେ ମୁଁ କହିଥିଲି ଏମାନଙ୍କ ମଧ୍ୟରୁ ଟେନ୍ସ ଡିସାଇଡ଼୍ କରିଦେଲି ମୁଁ ବି ବିହାଇଞ୍ଜି ଏଟା ଯାହା ଲେଖିଛି ଯେଉଁମାନେ ଜାଣିଛ ସେଟା ପ୍ରୋଗ୍ରେସିଭ୍ କହିବ ରାଇଟ୍ ପ୍ଲସ୍ କ'ଣ ହେଲା ଏଟା ପାସିଭ୍ ହେଉଛି ଦେଖାଯାଉ ନାହିଁ ଇଏ ଦେଖନ୍ତି ନାହିଁ ଦେଖାଯାଉ ନାହିଁ ତାହେଲେ ଇଏ ପାସିଭ୍ ଆକାର ଅଛି ପାସିଭ୍ ବାଲା ବାକ୍ୟ କେମିତି ଲେଖାଯାଉ ନାହିଁ କୁହାଯାଉ ନାହିଁ ପଢ଼ାଯାଉନି କୁହାଯାଏ ଏମିତି ହେଲା ତାହେଲେ କ'ଣ ହେବ ଏବେ ଆସିବା ଆମେ ସେଇଟା କର୍ତ୍ତା ରାଇଟ୍ ଛୁଆମାନେ ମୁଁ ତୁମକୁ ଯେମିତି କହିଥିଲି କର୍ତ୍ତା ହେଲା ଘର ଚଟିଆ ହେଲା ତାପରେ ଆଡ଼ଭାର୍ବଟା ଅଛି ଆଜିକାଲି ଇଏ ହେଲା ନାଓ ଡେଜ୍ ପ୍ରଥମ ଅଛି ମୁଁ ୟାକୁ ଲେଖିଦେଲି ୟାକୁ ଲାଷ୍ଟରେ ଲେଖିଲେ ବି କିଛି ପ୍ରୋବ୍ଲେମ୍ ନୁହେଁ ରାଇଟ୍ ଛୁଆମାନେ ଚାଲ ଏବେ କ'ଣ ଲେଖିବା ଛୁଆମାନେ ଆମେ ଏବେ ଲେଖିବା ଆମେ ଏଠି ଛୁଆମାନେ କ'ଣ ଲେଖିବା କର୍ତ୍ତା ନାଓ ଡେଜ୍ ପରେ ଇଏ ଆସିଲା ଏବେ ଆସିବ ତୁମର କର୍ତ୍ତା କ'ଣ ହେଲା ଘର ଚଢ଼େଇ ଇଏ ଦିସ୍ ପେରବାଟ ହେଲା ଛୁଆମାନେ ଇଏ ହେଲା ସେମାନେ କର୍ତ୍ତା ଲେଖିଲେ ବୁଝ ଭଲ ଭାବରେ ଛୁଆମାନେ ହେଲା ନା କର୍ତ୍ତା ତ ଚିହ୍ନି ପାଇଲ ଛୁଆମାନେ କ୍ରିୟା ବି ମୁଁ କହିଦେଲି ଏବେ କ'ଣ ଆସିବ ସାହାଯ୍ୟକାରୀ କ୍ରିୟା ଆସିବ ମୁଁ ଟେନ୍ସରୁ ଡିସାଇଡ଼୍ କରିଥିଲି କିଏ ଆସିଲା ସାହାଯ୍ୟକାରୀ କ୍ରିୟା ବିରୁ ଆସିବ ହେଲା ନା ଏଠି ବିରୁ ଆସିବ କାହିଁ ପ୍ରୋଗ୍ରେସିଭ୍ରୁ ଅଛି ବି ମାନେ କ'ଣ ତୁମମାନେ କହିବ ସାର୍ ଇଜ୍ ଆମ୍ ପ୍ରେଜେଣ୍ଟରେ ହେଲା କାହିଁକି ଇଏ ପ୍ରେଜେଣ୍ଟରେ ଅଛି ଏବେ ଏମାନଙ୍କ ମଧ୍ୟରୁ କିଏ ଆସିବ ଛୁଆମାନେ କର୍ତ୍ତା କ'ଣ ସ୍ପେର ଏସ୍ ଅଛି ନା ବହୁବଚନ ହେଲା ଇଏ ବହୁବଚନ ହେଲା ମାନେ ବହୁବଚନ ମାନେ ଏକରୁ ଅଧିକ ନା ତାହେଲେ ହେବ ଇଏ ଆର୍ ଦେଖ ଛୁଆମାନେ ସାହାଯ୍ୟକାରୀ କ୍ରିୟା ଆକାର ଇଏ ଆର୍ ଆସିଛି ହେଲା ଗୋଟେ କହିବ ଇଏ ହେଲା ତୁମର ଛୁଆମାନେ କର୍ତ୍ତା ଦିସ୍ପେର ହେଲା ଛୁଆମାନେ ଚାଲ ଏବେ ସାହାଯ୍ୟକାରୀ କ୍ରିୟା କିଏ ଆସିଲା ଆର୍ କେଉଁଠୁ ନେଇ ଆସିଲେ ଛୁଆମାନେ ୟାକୁ ଏଠାରୁ ଆସିବ ବିରୁ ପାସିଭ୍ ହେଇଛି ମାନେ ଟେନ୍ସରୁ ଆମେ ସାହାଯ୍ୟକାରୀ କ୍ରିୟା ନେବା ଆଉ ଇଏ ହେଲେ ତୁମର ପାସିଭ୍ ଫର୍ମ ବି ଭିତରେ ରାଇଟ୍ ଛୁଆମାନେ ଏବେ କ'ଣ ଆସିବ ବି ଆସିବ ଏବେ କ'ଣ ହେଉଛି ମାନେ ବି ଦେଖ ମାନେ ଇଏ ହେଲା ସ୍ପେର କର୍ତ୍ତା ସାହାଯ୍ୟକାରୀ କ୍ରିୟା ହେଲା ଇଏ
एबे कौन हम नट ये देखो नट ए नटटा साधककारी क्रिया पर आसे मु यहाँ कहली यहाँ लिखली एबे कौन है मुझे कही तुमको छुआ मैंने टेंस मु बी नेली राइट बी नेली मतलब टेंस साधककारी क्रिया नेली आ पासिव रु एटा कौन नेबी पासिव फॉर्मूला नहीं थे तबे आ गोटे बी आस जमती छुआ मैंने आउ गोटे बी आस देखो आउ गोटे बी आनले ये मु कौन कही छुआ मैंने साधककारी क्रिया ये आसी सारी अलरेडी साधककारी क्रिया अलरेडी आसी सारी एवं जी आसो से प्रधान क्रिया रूप धारण कर बी प्रधान क्रिया रूप है देख बी आ बी पर कौन आईएनजी देख ये मुझे बी रे आईएनजी लगे है छुआ मैंने बुझीपाल बी रे मु आईएनजी लगे बीइंग तापर देख बी करवा मैंने पास्ट पार्टिसिपल फॉर्म एटारे ये देख पास्ट पार्टिसिपल फॉर्म करवा ये सी रो बी है सीन है छुआ मैंने पूरा वाक्यटी होता नाउ डे दिस पेज आर नॉट बीइंग सीन पूरा वाक्य होगला है छुआ मैंने जे मैंने बुझीपारे पुणी थे यहाँ पज करके छुआ मैंने भिडियोटी देखीदेव है कहीं ये गोटे कड़ा वाक्य अच्छे और पिला माने ए भाया वाक्य बनइबार कष्ट अनुभव करते जदि प्रोब्लेम हो छुआ मैंने नियमित वीडियो मोर देख निश्चित शिखिपार है छुआ मैंने पुणी कह ना गोटे आडवर्बटा है कता दिस पेर है साधककारी क्रिया है आ है ना एवं नटटा साधककारी क्रिया पर आसगला छुआ मैंने अच्छा यापर मुझे कौन कही छुआ मैंने टेंस मुझे बी नहीं कहीं प्रोग्रेसिव कहला टेन जान ना बी भी आज कहते छुआ मैंने पासिव रू आमको यहाँ नहीं बी नेक्स्ट बीटा या देख एठार लिखली जमी या लिखली ये विभव ना विभव पर कौन हुए आंजी बींग है तापर कौन रखा ना बी3 माने पास्ट पार्टिसिपल फॉर्म देख सी रो बी3 है सीन पूरा वाक्य नेक्स्ट रखा यार बहुविध कारण रही ये वाक्यटे पिला माने भी किछि किछि हरियाण होते मु तुमको कही छुआ मैंने टेंस जान बाना जान इजिली तुम वाक्य बन पार है छुआ मैंने किमिति बनइब छुआ मैंने देख मु तुमको कौन कही छुआ मैंने वाक्यटी को भल भाव पढ़ेगा है छुआ मैंने एतिकी तो कर छुआ मैंने जदि बुझी हो ना छुआ मैंने निश्चित कमेंट बक्स में लिख छुआ मैंने मु तुमको हेल्प करदेवी यार बहुविध कारण रही देख छुआ मैंने फुल टॉप अच्छे माने छुआ मैंने सेंटेंस कर्तार एगेन स्टार्ट होगा जाऊँगी अच्छा एबे रही है क्रिया यार अर्थ नहीं मु कहली ना छुआ मैंने वाक्यर शेष वाक्य चली आस सेठारे तुमको समापका क्रिया बाधा तुम्हें कह प्रधान क्रिया मिल ताले से हिसाब से छुआ मैंने ये है तुमर प्रधान क्रिया किए छुआ मैंने रही या मु भी लिखी दिया माने वर्ब राइट छुआ मैंने एतिकी तो पिला माने पारबो एबे जिमती क्रिया डिसाइड करबो छुआ मैंने क्रिया है ना क्रिया नेला परे बस कर्ता डिसाइड करो आउ किसी जरूर ना कर्म डिसाइड करो ये डिसाइड करो से कॉम्प्लीमेंट किसी दरकार नहीं छुआ मुझे कहूँ बस से ही तुम्हें कर ताले क्रिया छुआ मैंने ये है रही नहीं या को जमती ही पचार कहवा हेले कहार रही किए रही है आसवा है यार है किए रही ना यार रही देख ना यार है ये कर्ता ताले यार तुम एठार छुआ मैंने कर्ता बुझ भल भाव मु कौन कहूँ पिला मैंने गोटे गोटे कथा बुझ यार तुम एठार कौन छुआ मैंने कर्ता है राइट एबे यार मैंने इस लिखबानी कहार जदि अच्छी बुझ कहार जदि अच्छी ना प्रथम तो ये कौन सी काम हो ना कौन सी काम एठार हो ना जदि मु अच्छी साइंस अनुसार मध्य पिला मैंने कौन सी काम हुए ना है ना जाऊँगी ना लिखुची ना पढ़ुची किसी काम हो नो एक्शन सेंटेंस एठार कहार जदि अच्छी है मु कौन कही हाफ भर आसे कहार अच्छी यार यार अच्छी ताले एठार कौन हो मैंने हाफ भर ये कौन सी एक्शन होनी प्रधान क्रिया आसो ना ताले कौन बच्चा मैंने एठार मुझे लिखी ये हाफ भर एठार तुम हाफ भर आसो एटा लेखा है नहीं बोला मु हाफ भर लिखिदेवी से मैंने एटार हाफ भर हम है ना बहुविध कारण मल्टीपल रिजन्स है ना चलो या को मु बने दिया ये देखो छुआ मैंने मु सेंटेंसटी लिखी देली किमिति है छुआ मैंने गोटे गोटे वर्ड तुमको मु बुझेबी यार मल्टीपल माने अनेक बहुविध कारण रही देख छुआ मैंने प्रथम कौन दरकार ये कर्ता मु क्या कही इट
यार माने तुमने इट्स लिखबनि किछि किछि पिला इट्स लिखिदेवे अनेक पिला मु देखिछि या लिखबनि जोन कहार ए रो अछि आकार हाफ बार आछि ये हाफ बार हेले समने कार अछि हेले ए जो रो टा ना ये पोजीशन थरे आछि राइट तो मोर अछि आई हैव देले कहू हमें ताले मोर अछि जगह माई हैव तो लिखबानी ना ताले इट हेबो तुमर एठारे छ माने कर्ता एतिक तो पिला माने बुझि पाइलो ताले ये हला तुमर कोन छ माने ये कर्ता हला चलो यहाँ पर कौन लिखा छुआ मैंने मन प्रश्न आसो सार यहाँ आम कौन लिखा पिला मैंने यहाँ आम साहकारी क्रिया लिखा देखिपार साहकारी क्रिया काकू नहीं छो हाफ बार नहीं छो कहीं एठारे कहार अच्छी विषय अच्छी कहार अच्छी थिला गोटे ये ऑब्जेक्ट दुर्बल ऑब्जेक्ट आसी छुआ मैंने से आम हाफ बार नौ एवं ए हाफ वर्बटा नेला बेले हाफ ना हा जाव या देखा दरकार एवं ये मुझे प्रत्येक साहकारी क्रिया कर्तार वचन उपर निर्भर कर एवं कर्ता किए इट ये तो सिंगुलर अटे माने एक वचन छे एक वचन अटे राइट एक वचन माने एस वाला क्रिया नब यार अर्थ हा जाओ देख छ माने ये क्रिया तुम हाज है छ माने खेलाना छ माने एगला ना मु कहती गोटे गोटे वर्ड कहबी वन शॉट वीडियो लंबा के देखा दरकार नहीं बस एक गोटे दिन क्लियर है माने ये है तुम क्रिया एवं तुमने कह सर यहाँ पर आम कौन लिखा सर देख फर्मुला देख माने प्रक्रिया माने प्रधान क्रिया यहाँ पर तुम प्रधान क्रियार आवश्यकता रही किंतु एठारे प्रधान क्रिया ना कहीं मुझे नो एक्शन सेंटेंस अटे ये कौन सी काम प्रधान क्रिया ही नहीं कहीं कौन सी काम ही होना तो प्रधान क्रिया कौटू आस गला एवं कौन है प्रधान क्रिया नहीं तो साधारण कर्म भी आसे ना किंतु ये कर्म आसे दुर्बल कर्म एवं जमती ही प्रधान क्रिया को लिखब जे कि तुम लिखिच क्या कह मैंने हाफ अच्छी कौन अच्छी जब कहवा कौन अच्छी ताको कि कौन कहीकि पचार क्रिया मैंने बाकी वार्ड आस जमती ये क्रियाटा लिखल छ मैंने या पचार कौन अच्छी मैंने कौन अच्छी जाइला मैंने कौड़े जाइला लिखला मैंने कौन लिखला कौन कही पचार दियो बस कौन कही पचार कर्म आसब ता परवर्ती वार्डटा आसीज कौन अच्छी छ मैंने उत्तर आसवा सर बहुविध कारण है मल्टीपल रिजन्स एस लगेगा पड़ो पूरा वाक्य हो गला मैंने राइट पुणी थर कह जाए कर्ता जे कि इट है साहकारी क्रिया जे कि हाज है कहीं कर्ता एक वचन थिला ये कर्ता थिला ये साहकारी क्रिया इटाकारी हाज आसब जमती या लिखि मुझे प्रधान क्रिया लिखला माने छे पचार कौन ताले हाफ अच्छी कौन अच्छी ना मल्टीपल रिजन बहुविध कारण बाकी वार्ड होगा पूरा सेंटेंस है मैंने आशा कर बुझीपार एमती छुआ मैंने सहजरे बुझापी मुझे कहे नियमित देख निश्चित तुम दुर्बलता दूर हम खाद्य बासगृह अभाव ये लिखते छुआ मैंने आनपरे यहाँ लिखिदी मोरे खाद्य बासगृह अभाव परिवेश परिवर्तन मुख्य कारण ये है से सेंटेंस पुणी से अधिकांश पिला माने तुम्हें देखी वाक्य डरी लगे सार ये तो बहुत कड़ा वाक्य अच्छी बहुत डिफिकल्ट सेंटेंस अच्छी या अनुवाद केमिति करवा पिला माने किसी डरबार नहीं 10 जान 52 जान जमी मुझे वाक्यटा ये दुटा वाक्य बनैली 10 मुझे न आलोचना कर कहीदे एमती मुझे बेस किसी आलोचना कली ना खाद्य बासगृह अभाव और परिवेश परिवर्तन प्रमुख कारण अटे है मैंने ये है वाक्य बस कौन करवा छ मैंने डरबार नहीं पूरा कॉन्फिडेंटली वाक्यर शेष वाक्य चली जाओ एटारे पूरा शेष वाक्य चली आस तुम मैंने देख वाक्य शेष वाक्य चली आस मैंने ये कारण कारण अच्छे मैंने शेष वर्ड कौन अच्छी रे कारण अच्छे फुल टॉप अच्छी मैंने कर्तार ही स्टार्ट हम राइट मैंने आम जापारू कारण वर्डटा तुम शेष वर्ड थी ये हेले कारण गोटे छुआ मैंने कौन सी एक्शन मीनिंग करूना बुझीपार ना छुआ मैंने जदि मुझे लास्ट गोटे वर्ड थोड़ा राम राम तुम्हें राम कहले किसी काम मीनिंग आसूची कि लिखुची ना पढ़ुची ना कहुची लेखा हो कि कहला के ना ताले एठारे पिला माने कौन सी काम हो ना केवल मो पाखे मिल तुम जो पढ़े या तुम कहे ना बुझेगा छुआ मैंने तुम्हें जो सार पाखे जो हाईस्कल पाखे जो कॉलेज पढ़ ताले यह प्रमुख कारण कौन सी काम हो ना एठारे चलो छुआ मैंने कौन सी काम हो ना माने तुम व्यवहार आसब
ହେଲା ନା बी वर्ब मन रखि था ହେଲା ସେମାନେ बी माने कोन इज आ आम वाज वेयर ହେଲା ନା ତାହେଲେ ଏଠାରେ ତୁମର ଆସିବ କ'ଣ ବି ମୁଁ ଏମିତି ଲେଖିଦିଏ ଏଟାକୁ ଇଏ ବି ଏଠାରେ ଅଟେ କ୍ରିୟା ରହିଛି ମୁଁ ଏଟା ଲେଖିଦିଏ ବି ରାଇଟ୍ ଛବ ନା ଚାଲ ଆଚ୍ଛା ବି ମାନେ କ'ଣ ଛବ ମାନେ ମୁଁ ତୁମକୁ କହିଥିଲି ପୂର୍ବରେ କହିଥିଲି ବି ମାନେ ହେଲା ଇଜ୍ ଆ ଆମ୍ ଏଗୁଡ଼ାକ ପ୍ରେଜେଣ୍ଟରେ ହେଲା ଏଗୁଡ଼ାକ ଏଇ ୱାର୍ଡ଼ ମଧ୍ୟରୁ ଆସିବ ମାନେ ଏଇ ବର୍ଗ ମଧ୍ୟରୁ ଆସିବ ବାସ୍ ଏବେ କ୍ରିୟା ହେଲା କ'ଣ ଅଟେ ଅଟେ ଯିଏକି ବି ଲୁଚି ରହିଛି ରାଇଟ୍ ଛବ ନା ସେମିତିକା ଖାଦ୍ୟ ବାସଗୃହର ଅଭାବ ପରିବେଶ ପରିବର୍ତ୍ତନ ପ୍ରମୁଖ କାରଣ ଅଟେ ହେଲା ଅଟେ ଆମେ କହିଥାନ୍ତେ ଅଟେ ମାନେ ଏମିତି ବି କହିବା ବି ବର୍ବ ତାହେଲେ ଅଟେ ଏଠି ତୁମର ସାହାଯ୍ୟ ମାନେ କ୍ରିୟା ହେଲା ସାହାଯ୍ୟକାରୀ କ୍ରିୟା କାହିଁକି ପ୍ରଧାନ କ୍ରିୟା ଠାରେ ନାହିଁ ଏବେ ୟାକୁ କ'ଣ କହିଲେ ଆମେ କର୍ତ୍ତା ଆସିବ ମୁଁ କହିଥିଲି ପିଲାମାନେ ମୁଁ ପ୍ରତ୍ୟେକ ଭିଡ଼ିଓରେ କହିଛେ ଏହାକୁ ଆମେ କିଏ କହି ପଚାରିବା ନାଇଁ ଯେହେତୁ ଏଠି ସାହାଯ୍ୟକାରୀ କ୍ରିୟା ହିଁ ଅଛି ପ୍ରଧାନ କ୍ରିୟା ଏଠି ନାହିଁ ମାନେ କାମ ହେଉନାହିଁ ଏଠି କ'ଣ ଅଛି ତାହେଲେ ୟାକୁ ଅଟେ ସହିତ ପୂର୍ବ ବାଟକୁ ମିଶେଇକି ଦେଖିବାକୁ ପଡ଼ିବ ପ୍ରମୁଖ କାରଣ ଅଟେ କିଏ ପ୍ରମୁଖ କାରଣ ଅଟେ ୟାକୁ ପଚାର ଇଏ ତାହେଲେ ଏତିକିଟା ନେଇକି ଅଟେ ଇଏ ଯେହେତୁ ପ୍ରଧାନ କ୍ରିୟା ନାହିଁ ନା ତେଣୁ ସାହାଯ୍ୟକାରୀ କ୍ରିୟା ପଚାରିଲେ କର୍ତ୍ତା ସମ୍ପୂର୍ଣ୍ଣ ଆସିବ ନାହିଁ ତାକୁ ତା ପୂର୍ବ ବାଟ କମ୍ପ୍ଲିମେଣ୍ଟଟାକୁ ମିଶେଇକି ପଚାରିବ ପ୍ରମୁଖ କାରଣ ଅଟେ କିଏ ପ୍ରମୁଖ କାରଣ ଅଟେ ଏଇଟା ଖାଦ୍ୟ ବାସଗୃହର ଅଭାବ ପରିବେଶ ପରିବର୍ତ୍ତନ ଏତିକିଟା ଛୁଆ ମାନେ କର୍ତ୍ତା ବୁଝିପାରିଲ ଏତିକିଟା ତୁମର ହବ କର୍ତ୍ତା ତାହେଲେ କର୍ତ୍ତା ହେଲା ତୁମର କ'ଣ ଇଏ ପୁରା ଏତିକିଟା ତୁମର ଛୁଆ ମାନେ ଏତିକିଟା ତୁମର ହେଲା କ'ଣ କର୍ତ୍ତା ରାଇଟ୍ ମାନେ ଚଲ ଏବେ ସେଣ୍ଟେନ୍ସଟିକୁ ବନେଇବା ଛୁଆ ମାନେ ହେଲା ନା ଦେଖ ଛୁଆ ମାନେ ଏଠାରେ ଏଠି एन लेखा है मैंने एवं लेखा है तुमको एवं लिखा पड़ो तार सूत्र अनुसार वाक्य तो यह आकार बनवा ना तो मैंने कह सर केमी बनवा प्रथम आम दरकार हम कर्ता जे कि मुझे खाद्य बासगृहर अभाव खाद्य तुम जान फूड बासगृह सेल्टर है ना बा नेक्स्ट है अभाव माने सर्टेज परिवेश परिवर्तन माने है एनवायरनमेंट चेंज मैंने मुझे बनई दिए कहीदेवी तो ये है छुआ मैंने से वाक्य देख मु बनईदेली है एवं कुछ मैंने गोटे गोटे भल भाव बुझे देख देख छुआ मैंने मुझे कहली ए फर्मुला आकार जबार अच्छी राइट छुआ मैंने तार प्रथम कौन हो कर्ता है मु कही कर्ता किए खाद्य बासगृह परिवेश परिवर्तन खाद्य बासगृह अभाव आ परिवेश परिवर्तन नहीं ताला दि शॉर्टेज ऑफ फूड एंड शेल्टर खाद्य बासगृह अभाव शॉर्टेज ऑफ फूड एंड शेल्टर है आ कौन है एटारे परिवेश परिवर्तन एंड दि एनवायरनमेंट चेंज एतिकटा छुआ मैंने तुम कर्ता है छुआ मैंने एतिक तो छुआ मैंने बुझीपाल एवं पुणी मन प्रश्न आसब यापर आम कौन लिखा सार पिला मैंने डरबार किसी ना कहीं मु तुम पाखे अच्छी यापर कौन दरकार सा क्रिया मैंने साहाय्यकारी क्रिया क्या डिसाइड कर बी 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 माने कौन इज आ आम है ना मु तुमको कौन कही छुआ मैंने कर्ता कौन है बहुवचन है राइट बहुवचन है कहीं बासगृह खाद्य अभाव पुणी अच्छी परिवेश परिवर्तन राइट बहुवचन है मैंने आर बहुवचन है मैंने आर यहाँ क्रिया है तुम आर ये मैंने लिखिदेली है ना ताले कर्ता है तुम एठू एतिकटा पर्यटन तुम कर्ता राइट मैंने साहाय्यकारी क्रिया दरकार मैंने ये देख मु आर लिखली यापर प्रधान क्रियाटा जो प्रक्रिया अच्छी ना ये हम ना कहीं हम ना कहीं पिला मैंने कौन कम एठारे होना है ना छुआ हम ना अच्छा यापर यार तो मुझे कौन कहली जमती क्रिया लिख पटारब कौन कहीकि है अच्छी ताले ये अटे है अच्छी आकार अच्छी यार अच्छी अटे कौन अटे ताले ना प्रमुख कारण अटे मेन रिजन ये रहा है ये है तुम कर्म तो नुहे किंतु ये कॉम्प्लीमेंट अटे है ना बुझीपार छुआ मैंने कर्ता लिखिदेली एतिकटा तापर साहाय्यकारी क्रिया लिखिदेली आ ना बाकी कौन रहा प्रमुख कारण मेन रिजन्स है ना ये को लिखिदेली आशा कर बुझीपार नेक्स्ट वाक्य को जा से मैंने छोट छोट पक और खुद उपर निर्भरशील ये वाक्यटा को देख भल भाव छुआ मैंने देख पुणी मुझे कही छुआ मैंने जदि मनर प्रश्न अच्छी छुआ मैंने निश्चित पचार ये से वाक्य अच्छी
ଭଲ ଭାବରେ ତୁମେ ପଢ଼ିଦେବ। ସେମାନେ ଛୋଟ ଛୋଟ ପୋକ ଓ କ୍ଷୁଦ ଉପରେ ନିର୍ଭରଶୀଳ। ଲାଷ୍ଟରେ ଦେଖ ଛୁଆମାନେ, ପୁଣି ଛୁଆମାନେ ବାକ୍ୟ ଶେଷ ପାଖକୁ ଆସିବା। ତୁମମାନେ କହିବ ସାର୍ ଲାଷ୍ଟରେ ଫୁଲ୍ ଷ୍ଟପ୍ ଅଛି, ୟାର ଅର୍ଥ ଇଏ ସେଣ୍ଟେନ୍ସ କର୍ତ୍ତାରେ ଷ୍ଟାର୍ଟ ହେବାର ଅଛି। ରାଇଟ୍ ଛୁଆମାନେ, ଚାଲ ଏବେ ତା ପୂର୍ବବର୍ତ୍ତ ମୁଁ ଯେମିତି ନିର୍ଭରଶୀଳ ୟାକୁ ଦେଖିଦେଲି ସେମାନେ, ଇଏ ଗୋଟେ କୌଣସି କାମ ନୁହେଁ, ଇଏ କୌଣସି କାମ ନୁହେଁ। ସେମାନେ ନିର୍ଭରଶୀଳ କହିଲେ କିଛି କାମ ମିନିଂ କରୁଛି କି ଛୁଆମାନେ? ନା। କେମିତି? ଯଦି ମୁଁ ଲେଖିଥାନ୍ତି ଗଲେ, ଏଠାରେ ଗଲେ ଥାନ୍ତା ବା ଖାଇଛନ୍ତି, ଏମିତି କିଛି ଲେଖିଥାନ୍ତି ହେଲେ ତୁମମାନେ କହିବ ସାର୍ ଖାଇବା କାମ ଏଠି ଥିଲା, ନାଇଁ ଖାଇଛି, ନାଇଁ ଏଠାରେ କୌଣସି କାମ ହଉ ନାହିଁ। ବୁଝିପାରୁଛ ନା ଛୁଆମାନେ? ଯଦି କୌଣସି କାମ ହୁଏ ନାହିଁ, ମୁଁ କହିଥିଲି ପୂର୍ବେ, ମୁଁ କ'ଣ କହିଥିଲି ଛୁଆମାନେ, ଯେ ସେଠି ହାଫ୍ ଭାର୍ବ ଆସିବ କି ବି ଭାର୍ବ ଆସିବ। ବୁଝ ଭାବରେ ଯଦି କାମ ହେଉନଥାଏ। ଏବେ ଏଠାରେ ବି ଭାର୍ବ ଆସିବ। ହାଫ୍ ଭାର୍ବ କେତେବେଳେ ଆସେ? ଯେତେବେଳେ କାହାର ଅବଜେକ୍ଟ ମାନେ କାହାର ଅଛି ହେଲେ ବା ଥିଲା, ସେ କଣ୍ଡିସନରେ ଇଏ ଆସେ। ହାଫ୍ ଭାର୍ବ ତାହେଲେ ହେବ ନାହିଁ। ୟାର ଅର୍ଥ ଏଠାରେ ଛୁଆମାନେ କ'ଣ ହେବ? ବି ଭାର୍ବ ଆସିବ। ହେଲା ନା, କୌଣସି କାମ ହେଉନାହିଁ ହେଲା। ଆଉ ନହେଲେ ବି ଏଟାକୁ ଦେଖିବ ଏମିତି ଦେଖିବ ହେଲେ ସେମାନେ ଛୋଟ ଛୋଟ ପୋକ ଓ କ୍ଷୁଦ ଉପରେ ନିର୍ଭରଶୀଳ ଅଛନ୍ତି ବା ଅଟନ୍ତି ହେଲା। ଏ ଅଟନ୍ତି ହେଲା ମାନେ ସର୍ବଦା ବି ଭାର୍ବ ଆସିବ ଛୁଆମାନେ, ରାଇଟ୍, କାହିଁକି ସେଟା ଲୁଚି ରହିଛି। ତାହେଲେ ମୁଁ ଏଠାରେ ତୁମକୁ ଲେଖିଦେଇଛି ମାନେ ଇଏ ବି ହେଲା ଛୁଆମାନେ, ମୁଁ ଏଠାରେ ବି ଲେଖିଦେଲି। ବି ମାନେ ମୁଁ କହିଲି ଇଜ୍ ଆ ଏମ୍ ୱାଜ୍ ହେଲା ନା। ଆଚ୍ଛା, ଏବେ ଯେମିତି ହିଁ ମୁଁ କ୍ରିୟା ଲେଖିଦେଲି ସେମାନେ କର୍ତ୍ତାକୁ ଟିକେ ଡିସାଇଡ୍ କରିଦେବ ନାଇଁ। ନିର୍ଭରଶୀଳ ହେଲା। ଏବେ ଇଏ ବି ମାନେ ଏଠି ଅଟେ ହେଲା, ଅଟେ ବା ଅଛି। ତାହେଲେ ୟାକୁ କିଏ କହିଲେ ଉତ୍ତର ଆସିବା ଦରକାର? ପଚାରିବା ହେଲେ ଛୁଆମାନେ ୟାକୁ ମିଶେଇକି କହିବାକୁ ପଡ଼ିବ, କାହିଁକି ପ୍ରଧାନ କ୍ରିୟା ନାହିଁ ହେଲା। ଖାଲି ଅଟେ କିଏ ଅଟେ ହେଲେ କହିଲେ ହେବନି ହେଲା। କିଏ ନିର୍ଭରଶୀଳ ଅଟେ, ତାପରେ କହିବ ସେମାନେ, ଦେଖ ଆସିଗଲାଣି କର୍ତ୍ତା ଛୁଆମାନେ ହେଲା। କିଏ ନିର୍ଭରଶୀଳ ଅଟେ, ଏତିକିଟା ମୁଁ ପଚାରିଥିଲି ନିର୍ଭରଶୀଳକୁ। ନିର୍ଭରଶୀଳ ଅଟେ ବି ମାନେ ଏଠି ଅଟେ, ଲାଷ୍ଟରେ ଅଟେ ଅଛି ଯିଏକି ଲୁଚି ରହିଛି ହେଲା। ଏମିତି ଦେଖ ସେମାନେ ଛୋଟ ଛୋଟ ପୋକ ଓ କ୍ଷୁଦ ଉପରେ ନିର୍ଭରଶୀଳ ଅଟନ୍ତି, ରାଇଟ୍। ତାକୁ ଯଦି ପଚାରେ କିଏ ନିର୍ଭରଶୀଳ ଅଟନ୍ତି, ଉତ୍ତର ଆସିବ ସେମାନେ। ଇଏ ହେଲା ଛୁଆମାନେ କର୍ତ୍ତା, ରାଇଟ୍। ତାହେଲେ କର୍ତ୍ତା ହେଲା ଛୁଆମାନେ ସେମାନେ। ବାସ୍ କର୍ତ୍ତା ଡିସାଇଡ୍ କରିଦେଲି ଏନା ପଟେ। ଇଏ ହେଲା ତୁମ କର୍ତ୍ତା, ମୁଁ ଏଠାରେ ଲେଖିଦେବି ଏପଟେ ଏସ୍, ରାଇଟ୍ ଛୁଆମାନେ। ଚାଲ କର୍ତ୍ତା ଡିସାଇଡ୍ କରିଦେଲି, କ୍ରିୟା ଡିସାଇଡ୍ କରିଦେଲି। ଏବେ ଟେନ୍ସ ଡିସାଇଡ୍ କରିବା ଦରକାର ନାହିଁ ଛୁଆମାନେ, ହେଲା ନା, କିଛି ଦରକାର ନାହିଁ। ବାସ୍ ବାକି କ'ଣ ହେଲା ଛୁଆମାନେ, ଏଗୁଡ଼ାକ ଆପେ ଆସିବ ହେଲା। ଆଚ୍ଛା, ନିର୍ଭରଶୀଳ ମାନେ ଛୁଆମାନେ ଗୋଟେ ହେଲା ଡିପେଣ୍ଡ ଅନ୍ ହେଲା, ଆଉ ଗୋଟେ ହେଲା ଲିଭ୍ ଅନ୍। ଏମାନେ ଖାଦ୍ୟ ଉପରେ ନିର୍ଭରଶୀଳ, ତାହେଲେ ଆମେ ଲିଭ୍ ଅନ୍ ଲେଖିବା ଏହାକୁ ନିର୍ଭରଶୀଳ ହେଲା ନା। ଆଉ ଛୋଟ ଛୋଟ ପୋକ ହେଲା, ତ ଜାଣିଛ ମାନେ ଦୁଇଥର ଛୋଟ ଛୋଟ ଲେଖା ହେଇଛି, ତୁମର ସ୍ମଲ୍ ଲେଖିବନି ଛୁଆମାନେ ହେଲା। ଇନସେକ୍ଟ ଲେଖିବ ହେଲା, ସ୍ମଲ୍ ଇନସେକ୍ଟ ଏଣ୍ଡ ଗ୍ରେନ୍ସ ଲେଖିବା। ପିଲାମାନେ ଇଏ ସେ ବାକ୍ୟ ମୁଁ ବନେଇଥିଲି, ବୁଝ ଭାବରେ। ଏଟା ନିର୍ଭରଶୀଳ ଆକାରରେ ମୁଁ ବାକ୍ୟଟା ଲେଖିଲି। ଯଦି ମୁଁ ଡିପେଣ୍ଡ ଅନ୍ ଲେଖିଥାନ୍ତି ଛୁଆମାନେ, ଡିପେଣ୍ଡ ଅନ୍ ହେଲା ନା, ତାହେଲେ ମୁଁ ୟାକୁ କ'ଣ ଲେଖିଥାନ୍ତି ହେଲେ ଏଠି ମୁଁ କ'ଣ ହେଉଛି କାମ ଏକ୍ସନ୍ ଆକାରରେ ନେଲି। ନିର୍ଭରଶୀଳ ରହୁଛନ୍ତି ବା ଅଟନ୍ତି, ନିର୍ଭରଶୀଳ ଅଟନ୍ତି ଏଟା। ତାହେଲେ ଦେ ହେଲା ତୁମର କର୍ତ୍ତା, ଯେ କି ଇଏ ଲେଖିଲି। ସାହାଯ୍ୟକାରୀ କ୍ରିୟା ମୁଁ ବିରୁ ନେଇଥାନ୍ତି ଛୁଆମାନେ, ହେଲେ ମୁଁ ଏଠାରେ ନେଲି ନାହିଁ ନା, କାହିଁକି ମୁଁ ଏକ୍ସନ୍ ଆକାରରେ ନେଲି ଏଟାକୁ। ଡିପେଣ୍ଡ ଅନ୍ ଲେଖିଥାନ୍ତି, ନହେଲେ ଲିଭ୍ ଅନ୍ ବେଟର୍ ହେବ ଛୁଆମାନେ। ଦେ ଲିଭ୍ ଅନ୍ ଇଏ ହେଲା କ୍ରିୟା ହେଲା। ସାହାଯ୍ୟକାରୀ କ୍ରିୟା ମୁଁ ଏଟାକୁ ବିରୁ ଠାରେ ମୁଁ ନେଲି ନାହିଁ ହେଲା ନା। ଯଦି ଏମିତି ଲେଖିଥାନ୍ତି ଆଡଜେକ୍ଟିଭ୍ କରିଦେଇଛି ତାହେଲେ ହେଇଥାନ୍ତା। ତାହେଲେ ଏନିୱେ ଇଏ ହେଲା କର୍ତ୍ତା, ସାହାଯ୍ୟକାରୀ କ୍ରିୟା ମୁଁ ଏଠି ନେଲି ନାହିଁ। ପ୍ରଧାନ କ୍ରିୟା ଇଏ ହେଲା ତୁମର ହେଲା ନା, ନିର୍ଭରଶୀଳ ଅଟନ୍ତି। ଯେମିତି ହିଁ ପ୍ରଧାନ କ୍ରିୟା ଆମେ ଲିଭ୍ ଅନ୍ ଲେଖିବା ନିର୍ଭରଶୀଳ ହେଲା। କ'ଣ ନିର୍ଭରଶୀଳ ନା, ଛୋଟ ଛୋଟ ପୋକ, ସ୍ମଲ୍ ଇନସେକ୍ଟ ଏଣ୍ଡ ଫୁଡ୍ ଗ୍ରେନ୍ସ, ଇଏ ହେଲା ତୁମର କର୍ମ ହେଇଗଲା ଛୁଆମାନେ। ଇଏ ହେଲା ପ୍ରଧାନ କ୍ରିୟା ହେଲା ଛୁଆମାନେ। ଏବେ ନେକ୍ସଟ ପାଖକୁ ଯିବା। ଉଚ୍ଚ କୀଟନାଶକର ବ୍ୟବହାର ଏବଂ ଖାଦ୍ୟ ଶସ୍ୟର ସଠିକ୍ ପ୍ୟାକେଜିଂ ତାଙ୍କ ଖାଦ୍ୟ ସଂକଟର କାରଣ ହେଲା ନା। ଏପଟେ କାରଣ ଅଛି ସେମାନେ ଦେଖାଯାଉ ନାହିଁ ହେଲା, ମୁଁ ଲେଖିଥିଲି। ତାହେଲେ ଇଏ ସେ ବାକ୍ୟ ଆସିଲା ହେଲା। ଏବେ ଏଠି ଦେଖ କାରଣ ଅଟେ, ତାହେଲେ
କାରଣ ଲାଷ୍ଟ ମୁଁ ଲେଖିଛି ମାନେ ଦେଖାଯାଉ ନାହିଁ କାରଣ ଅଟେ ହେଲା ନା। ଦେଖ ଏଇଟା ମୁଁ ଲେଖିଛି ମାନେ କାରଣ ଅଟେ ହେଲା ଛୁଆମାନେ। ଚଲ ଟିକେ ମୁଁ ଲେଖିଉଛି ଏଠି ହେଲା ନା। ଆଚ୍ଛା କାରଣ ଅଛି ଲାଷ୍ଟ ୱାର୍ଡଟା ଜାଣିପାରୁଛ ଏଠାରେ କାରଣ ଯଦି ଏଠାରେ ରହୁଛି ଛୁଆମାନେ ୟାର ତ କ'ଣ ହେଲା କୌଣସି କାମ ପୁଣି ହେଉନାହିଁ ହେଲା ନା। କୌଣସି କାରଣ ନହେଲେ କ'ଣ କୁହାଯିବ ମାନେ ମୁଁ ପୁଣି କହେ ବି ପରେ ଆସିବ ହେଲା ନା। କାରଣ ଅଟେ ତାର କିଏ ତାକୁ କାରଣ ଅଟେ କିଏ କାରଣ ଅଟେ ହେଲା ଉଚ୍ଚ କୀଟନାଶକର ବ୍ୟବହାର ଓ ଖାଦ୍ୟ ଶସ୍ୟର ସଠିକ୍ ପ୍ୟାକେଜିଂ ଏତିକିଟା ଛୁଆମାନେ ହେବ ତୁମର କର୍ତ୍ତା ହେଲା ନା। ଏତିକିଟା ତୁମର ହେବ କର୍ତ୍ତା। ଇଏ ମୁଁ ଏହାକୁ ଟିକେ ଆଣ୍ଡରଲାଇନ୍ କରିଦିଏ ସଠିକ୍ ପ୍ୟାକେଜିଂ ଏଇଆ ଇଏ ହେଲା କର୍ତ୍ତା ହେଲା ନା। ତାହେଲେ କର୍ତ୍ତାଟାକୁ ଦେଖିପାରିଲେ କ'ଣ ଉଚ୍ଚ କୀଟନାଶକ ହାଇ ଇନସେକ୍ଟିସାଇଡ୍ସ ହେଲା ନା। ଆଉ କ'ଣ ର ବ୍ୟବହାର ତାହେଲେ ୟୁସେଜ ଅଫ୍ ହାଇ ଇନସେକ୍ଟିସାଇଡ୍ ଖାଦ୍ୟ ଶସ୍ୟର ସଠିକ୍ ପ୍ୟାକେଜିଂ and packaging of food grains ହେଲା ହେଲା ପରେ ଛୁଆମାନେ ତାହେଲେ ତାଙ୍କ ଖାଦ୍ୟ ଶସ୍ୟର ସଂକଟ ଖାଦ୍ୟ ସଂକଟର ମୁଖ୍ୟ କାରଣ ଖାଦ୍ୟ ସଂକଟ ଫୁଡ୍ ପ୍ରୋବ୍ଲେମ୍ ହେଲା ଛୁଆମାନେ। ଚାଲ ବାକ୍ୟଟି ବନେଇଦିଏ ତାପରେ ମୁଁ କହିଦେବି ସେ ବାକ୍ୟ ଛୁଆମାନେ ମୁଁ ଲେଖିଦେଲି ଟିକେ ଲମ୍ବା ହେଲା ଭଲ ଭାବରେ ଦେଖ ଛୁଆମାନେ। ପ୍ରଥମ କ'ଣ ହେଉଛି ମାନେ କର୍ତ୍ତା ଦି ୟୁସେଜ ଅଫ୍ ହାଇ ଇନସେକ୍ଟିସାଇଡ୍ ଉଚ୍ଚ କୀଟନାଶକର ବ୍ୟବହାର ହେଲା ଏବଂ ହେଲା ମୁଁ ଏଣ୍ଡ ଲେଖିଲି ଏନ୍ ଖାଦ୍ୟ ଶସ୍ୟର ସଠିକ୍ ପ୍ୟାକେଜିଂ ଏଣ୍ଡ ପ୍ରପର୍ ପ୍ୟାକେଜିଂ ଅଫ୍ ଫୁଡ୍ ଗ୍ରେନ୍ସ ହେଲା। ଏତିକିଟା ତୁମର ହେଲା ଛୁଆମାନେ କର୍ତ୍ତା ହେଲା। ଏବେ କ୍ରିୟା ଆସିବ କ'ଣ କାରଣ ଗୋଟେ ବିଭର ଆସିବ ଇଏ ଛୁଆମାନେ ଆର୍ ଲେଖିଲେ କାହିଁକି ଏ ବହୁବଚନ ହେଲା ଇଏ ସାହାଯ୍ୟକାରୀ କ୍ରିୟା ଲେଖିଲେ ଏଠି ହେଲା। ଏବେ ବାକି କ'ଣ ହେଲା ଅପୋଜିଟ୍ଟାକୁ ଲେଖିଦେବା ତାଙ୍କ ଖାଦ୍ୟ ସଂକଟର କାରଣ ଫର୍ ଦେୟାର ଫୁଡ୍ ସର୍ଟେଜ୍ ହେଲା। ପୁରା ବାକ୍ୟଟି ହୋଇଗଲା ଛୁଆମାନେ। ଆଶା କରି ଛୁଆମାନେ ବୁଝିପାରିଲ। ଇଏ ଥିଲା ଛୁଆମାନେ ଆଜିର ଭିଡ଼ିଓ ଆଉ ଏଥିରୁ ଆମେ କିଛି ଶିକ୍ଷା ମଧ୍ୟ ପାଇଲୁ ହେଲା। କେମିତି ଆମର ଦୈନନ୍ଦିନ ଜୀବନର ପରିବର୍ତ୍ତନ ଆଉ ପରିବେଶର ପରିବର୍ତ୍ତନ ଦ୍ୱାରା ଘର ଚଟିଆ ଲୋପ ହେବାକୁ ଯାଉଛନ୍ତି ଆଉ ଦେଖାଯାଉନାହାନ୍ତି ଅଲମୋଷ୍ଟ ହେଲା। ଇଏ ଥିଲା ଆଜିର ପାଠ ଛୁଆମାନେ। ଆଶା କରୁ ତୁମମାନେ ବୁଝିପାରିଛ ହେଲା ଛୁଆମାନେ। ନ ବୁଝିପାରିଲେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖିବ। ଧନ୍ୟବାଦ।